ଭାବରେ ମୁଁ ଗତକାଲି ଅମିତଜୀଙ୍କ ବୈଠକରେ ମନ୍ତବ୍ୟ ସଭା ହେଇଥିଲା। ମୁଁ କହିଥିଲି ଆଜି ମଧ୍ୟ ସେଇ କଥା। ଆମର ହଜାର ହଜାର କାର୍ଯ୍ୟକର୍ତ୍ତା ନିଷ୍ଠାର ସହ କାର୍ଯ୍ୟକ୍ରମରେ ଅଛନ୍ତି। ସର୍ବାଧିକ ଭୋଟରେ ଓଡିଶାରେ ଏଠି ପ୍ରଭାତୀ ପରିଡ଼ା କିପରି ଭାବରେ ଜିତିବ ଏବଂ ଏମପି ଶଙ୍ଖଚୂଡ଼ କିପରି ଭାବରେ ଅଧିକ ଭୋଟ ପାଇବ ନିଶ୍ଚିତ ଭାବରେ ନିମାପଡ଼ା ଭୋଟ ନିର୍ବାଚନ ମଣ୍ଡଳୀରୁ। ସେଥିପାଇଁ କାର୍ଯ୍ୟକର୍ତ୍ତା ହଜାର ହଜାର କାର୍ଯ୍ୟକର୍ତ୍ତା ପ୍ରଚଣ୍ଡ ଜିଦିର ସହ କାମରେ ଅଛନ୍ତି। ପ୍ରଥମେ ନୂଆ ଖୋଲମରାରେ ଧରା ହେଲା। ତାପରେ ଛତାହାର ପଞ୍ଚାୟତର ଛତାହାରରେ କାର୍ଯ୍ୟକ୍ରମଟି ତାକୁ ଗୋଟେ ଧରା ହେଲା। ଗତକାଲି ବଳଙ୍ଗାରେ ହେଇଛି ଏବଂ ଆଉ ଗୋଟେ ସୂଚନା ମଧ୍ୟ ପାଇନାହାନ୍ତି ଆପଣମାନେ। ବାହାନା ପଞ୍ଚାୟତର ବସ୍ତିରେ କାଲି ଟଙ୍କା ବଣ୍ଟା ହଉଥିଲା, ସେ ଟଙ୍କା ମଧ୍ୟ କାଲି ଧରା ହେଇଛି। ତେଣୁ ଏଇ ଯୋଉ ଟଙ୍କା କେବଳ ବାଣ୍ଟି ମାନେ ଅର୍ଥବଳ ଏବଂ ସରକାରୀ କଳ ତାକୁ ବ୍ୟବହାର କରିକି ଯୋଉ ନିର୍ବାଚନ ଜିତିବା ପାଇଁ ଯୋଉ ପ୍ରୟାସ କରିଛନ୍ତି, ସେ ଜାଣିନାହାନ୍ତି ନିମାପଡ଼ା ମାଟିକି। ନିମାପଡ଼ା ମାଟିର ଇତିହାସ ଏମାର ମଠ ମହନ୍ତର ଖାଇବା, ମୋହନ ଦାସକୁ ଭୋଟ ଦେବା, ଇଏ ହଉଛି ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟର ଇଏ ହଉଛି ନିମାପଡ଼ା ଗୋଟ ମାଟିର ଇତିହାସ। ସେଇ କଥା ଚଳିତ ପୁନରୁଦ୍ଧିତ ହେବ।